ଏ ସଭା ଡାକିବାର କାରଣ ହେଉଛି ଏଥର ଗଣେଶ ପୂଜାରେ 5 ଲକ୍ଷ ଟଙ୍କାର ମେଢ଼, 8 ଲକ୍ଷ ଟଙ୍କାର ମୂର୍ତ୍ତି, 11 ଲକ୍ଷ ଟଙ୍କାର ଡେକୋରେସନ୍, 7 ଲକ୍ଷ ଟଙ୍କାର ସାତରାତି ମେଲୋଡି, ବିଶେଷ ଆକର୍ଷଣ ଗୁହ୍ୟମ ପାଢ଼ୀ, ସେନ୍ତ୍ରୀ ଚକ୍ରବର୍ତ୍ତୀ, 3T ସଚିବ ପାଣ୍ଡେ ଏବଂ ଅନୁଗୁଳା ପେଠି ଆସିବେ। ଏଥର ଗଣେଶ ପୂଜାରେ ଏସବୁ ହବ। ହେଲେ ଆର ପଟ ସାଇରେ କାହିଁକି ପାଣି ନାହିଁ? ମାର ତାଳେ। ତାଳିନା ବାଳ ମ ଡାଇଲଗଟା ଆଠର ଭାଇରାଲ ତ ଏଥର ସେଇ ଡାଇଲଗ ମାରି ଦଉଛି ଆଉ ପୂଜା କିନ୍ତି ହବ କହୁନୁ? ପୂଜା କିନ୍ତି ହବ ଯେ ନନା ଆସିବ ମନ୍ତ୍ର ପଢ଼ି ପୂଜା ହବ। ଆଉ କିନ୍ତି ହବ ପୂଜା? ରହମ ପୂର୍ବଥରକ ସରସ୍ୱତୀ ପୂଜାରେ ଯୋଉଟା ହେଲା ସେଟା କଣ ଠିକ୍? କୋଉ ଗାଁ ନ୍ୟାୟ ମତେ ଟିକେ କହିଲ। ମୁଁ କଣ କହୁଥିଲି କି ମୁଁ କହୁଥିଲି ଏଇଟା କୋଉଟା ସାନ୍ତା। ମୁଁ କଣ କହୁଥିଲି ଏଇଟା ଯଦି ସାନ୍ତା ତାହେଲେ ମୁଁ କଣ କହୁଥିଲି କି ଏଇଟା ସାନ୍ତା ନ୍ୟାୟ। କଥାଟା ସେଇଟା ନୁହଁ। ପୂର୍ବଥରକ ସରସ୍ୱତୀ ପୂଜା ଭସାଣିରେ ଟିପି ଟିପି ବର୍ଷା ପାନି ଗୀତ ବାଜୁଥିଲା, ଗାଁଟା ଯାକ ପିଲା ଆମେ ନାଚୁଥିଲୁ। ତମେ 4 ଜଣ କୁଆଡେ ଡକାଡକି ପଳେଇଲ? ଆରେ ମୋଟା କହୁନୁ। ମତେ କଣ ପଚାରୁଛୁ? ଦେଖିଛୁ ଆମେ ମାଷ୍ଟର ମୋର ନାଚ ସାରିକି ସେପଟେ ଖଣିଆଟେ ସାଇଡ୍ ଗଲା ବେଳକୁ ପେଟିଟା କାନ୍ଧରେ ଚିପିକି ପୁରେଇକି ଯାଉଥିଲେ। କାଇଁ ଭଲ ବୋଲଉଛୁ ରେ? କଣ ତୁ କହୁଛୁ? କଣ ତୁ କହୁଛୁ? କାଇଁ ଭଲ ବୋଲଉଛୁ? ଆମେ ମାଷ୍ଟର ମୋର ଯେତିକିବେଳେ ବସାଣ୍ଡୁ ବାହାରି ଗଲୁ, ତମେ ଖଣିଟି ବାକାଡି ଫୁଲଟା ଧରିକି 4 ଜଣ ଚିପି ଗଲ। ପିଉଥିଲୁ ଆମେ ପଇସା ପିଇଲୁ। ତୋର ହେଲା କିଏ କହିଲେ ସେଟା ତମ ପଇସା? ଆଉ କାହା ପଇସା ଦେଇଥିଲୁ? ଆଉ କେମିତି କହିବି ସେଟା ପୂଜା କମିଟି ପଇସା ବୋଲି? ଯାହା ବେ କି ଭଲ କଥା କହୁଛୁ? ହିସାବ ତ ପାଖରେ ଅଛି? ନାହିଁ। ସେଇ ହିସାବ ଦେଇପାରିବୁ? ଦେବିନି। ହିସାବ ଅଛି? ଦେଇ ହବନି। ମାଷ୍ଟର ଆସ। ହିସାବ ଦେଇପାରିବୁ? ଦେଇପାରିବିନି। ମାଷ୍ଟର ଆସ। ମାଷ୍ଟର ବସିଲ। ମାଷ୍ଟର ଆସ। ମାଷ୍ଟର ବସ। ମାଷ୍ଟର ଆସ। ମାଷ୍ଟର ବସ। ତୁ ଅଧ କଥା କହୁଛୁ। କମିଟି ପଇସା ମତେ ବି କେତେ ବସ ଶୁଣ ମୁଁ କଣ କହୁଥିଲି ତୁ କହୁଥିଲୁ ବସୁ ଭାଇ ମୋର ଆଉ ଏଠି ବସିବାର ନାହିଁ। ତୁ ଠିଆ ହବ ତୋର କେତେ ସମୟ ଖାଲି ଠିଆ ହେବିନି ମୁଁ ପଳେଇବି। ଏ ମାଷ୍ଟର ତ ମୋର ନାଇଲ। କମିଟି ପଇସା ମତେ ବି ତ ଚପଲ ପକେଇଲୁ। ଦେବିନି ନା ମାନେ